ଏକ ରାଜ୍ୟରେ ଜଣେ ରାଜା ଥିଲେ। ତାଙ୍କର ମନ୍ତ୍ରୀ ଥିଲେ ଭଗବାନଙ୍କର ଜଣେ ବଡ଼ ଭକ୍ତ। ଯାହା କିଛି ଘଟୁଥିଲା ସେ କହୁଥିଲେ ଏହା ଭଗବାନଙ୍କର ଅଶେଷ କୃପା। ଦିନେ ରାଜାଙ୍କର ପୁଅଟି ମରିଗଲା। ମୃତ୍ୟୁ ଖବର ଶୁଣିବା ମାତ୍ରେ ମନ୍ତ୍ରୀ କହି ଉଠିଲେ ଏହା ଭଗବାନଙ୍କର ଅଶେଷ କୃପା। ଏହା ଶୁଣି ରାଜାଙ୍କୁ ବଡ଼ ଖରାପ ଲାଗିଲା। ତଥାପି ସେ ଚୁପ୍ ରହିଲେ। କିଛି ଦିନ ପରେ ରାଜାଙ୍କ ପତ୍ନୀ ମରିଗଲେ। ମନ୍ତ୍ରୀ କହିଲେ ଏହା ତ ଭଗବାନଙ୍କର ଅଶେଷ କୃପା। ରାଜା ରାଗିଗଲେ, କିନ୍ତୁ ସେ ରାଗକୁ ଚାପି ରଖି ଚୁପ୍ ରହିଲେ, କିଛି କହିଲେ ନାହିଁ। କିନ୍ତୁ ଦିନେ ଜଣେ କାରିଗର ନୂଆ ଖଣ୍ଡା ତିଆରି କରି ଆଣି ରାଜାଙ୍କୁ ଦେଖାଇବାକୁ ଆସିଲା। ରାଜା ଆଙ୍ଗୁଳି ଲଗେଇ ଖଣ୍ଡାର ଧାରା ଦେଖୁ ଦେଖୁ ତୀକ୍ଷ୍ଣ ଧାରରେ ଆଖି ପିଛୁଳାକେ ତାଙ୍କର ଆଙ୍ଗୁଳି କଟିଗଲା। ପାଖରେ ଠିଆ ହୋଇଥିଲେ ମନ୍ତ୍ରୀ। ସେ କହିଲେ ଏହା ତ ଭଗବାନଙ୍କର ଅଶେଷ କୃପା। ଏହା କଥା ଶୁଣି ରାଜାଙ୍କ ଅନ୍ତରରେ ଜମା ହୋଇଥିବା ସବୁଯାକ ରାଗ ଏକାବେଳକେ ବାହାରି ପଡ଼ିଲା ଏବଂ ସେ ମନ୍ତ୍ରୀକୁ ତାଙ୍କ ରାଜ୍ୟରୁ ଅବିଳମ୍ବେ ବାହାରି ଯିବାକୁ ଆଦେଶ ଦେଇ କହିଲେ ତୁମେ ମୋ ରାଜ୍ୟରେ ଅନ୍ନ ଦଳ ବି ଗ୍ରହଣ କରିବ ନାହିଁ। ମନ୍ତ୍ରୀ କହିଲେ ଏହା ତ ଭଗବାନଙ୍କର ଅଶେଷ କୃପା। ମନ୍ତ୍ରୀ ନିଜ ଘରକୁ ଗଲେ ନାହିଁ କି ସଙ୍ଗରେ କୌଣସି ଜିନିଷପତ୍ର ମଧ୍ୟ ନେଲେ ନାହିଁ। ରାଜ୍ୟ ବାହାରକୁ ଚାଲିଗଲେ। ଏପରି କିଛି ଦିନ ବିତିଗଲା। ଦିନେ ରାଜା ନିଜର ସୈନ୍ୟ ସାମନ୍ତଙ୍କ ସହିତ ଶିକାର କରିବା ଉଦ୍ଦେଶ୍ୟରେ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରେ ଗୋଟିଏ ବାରା ପଛରେ ଗୋଡ଼ାଉ ଗୋଡ଼ାଉ ରାଜା ଘଞ୍ଚ ଜଙ୍ଗଲ ଭିତରକୁ ବହୁ ଦୂର ପର୍ଯ୍ୟନ୍ତ ଚାଲିଗଲେ। ତାଙ୍କର ସୈନ୍ୟ ସାମନ୍ତମାନେ ବହୁତ ପଛରେ ରହିଗଲେ। ସେଠାରେ ଦଳେ ଡାକୁ ରହୁଥାନ୍ତି। ସେହିଦିନ ଡାକୁମାନେ କାଳୀଙ୍କ ପାଖରେ ଗୋଟିଏ ନରବଳି ଦେବା ଲାଗି ସ୍ଥିର କରିଥିଲେ। ଯୋଗକୁ ଡାକୁମାନେ ରାଜାଙ୍କୁ ପାଇଗଲେ। ସେମାନେ ରାଜାଙ୍କୁ ଧରି ବାନ୍ଧି ପକାଇଲେ। ତାପରେ ସେମାନେ ବଳି ଦେବା ପାଇଁ ସବୁ ପ୍ରକାର ପ୍ରସ୍ତୁତିରେ ଲାଗି ପଡ଼ିଲେ। ସବୁ ପ୍ରସ୍ତୁତ ହୋଇଯିବା ପରେ ଡାକୁମାନଙ୍କର ପୁରୋହିତ ରାଜାଙ୍କୁ ପଚାରିଲେ ତୁମର ପୁଅ ଅଛି? ରାଜା କହିଲେ ନା, ସେ ମରିଯାଇଛି। ପୁରୋହିତ କହିଲେ ଏଇଟାର ତ ହୃଦୟ ଜଳିଯାଇଛି। ପୁଣି ପୁରୋହିତ ପଚାରିଲେ ତୁମର ସ୍ତ୍ରୀ ଜୀବିତ ଅଛନ୍ତି ନା ନାହିଁ? ରାଜା କହିଲେ ସେ ମଧ୍ୟ ମରିଯାଇଛି। ପୁରୋହିତ କହିଲେ ଏଇଟାର ଅର୍ଦ୍ଧାଙ୍ଗ ନଷ୍ଟ ହୋଇଯାଇଛି। ଏ ବଳି ପାଇଁ ଯୋଗ୍ୟ ନୁହେଁ। କିନ୍ତୁ କିଏ ଜାଣେ କାଳେ ମରଣ ଭୟରେ ମିଛ କହୁଥିବ। ତେଣୁ ପୁରୋହିତ ରାଜାଙ୍କର ଅଙ୍ଗ ପ୍ରତ୍ୟଙ୍ଗ ପରୀକ୍ଷା କରି ଦେଖିଲେ। ଦେଖୁ ଦେଖୁ ଦେଖାଗଲା ଯେ ତାଙ୍କର ଗୋଟିଏ ଆଙ୍ଗୁଳି କଟିଯାଇଛି। ପୁରୋହିତ କହିଲେ ଆରେ, ଏଇଟାର ତ ଅଙ୍ଗଭଙ୍ଗ ହୋଇଛି। ଏଇଟା ବଳିର ଯୋଗ୍ୟ ନୁହେଁ। ୟାକୁ ଛାଡ଼ିଦିଅ। ଡାକୁମାନେ ରାଜାଙ୍କୁ ଛାଡ଼ିଦେଲେ। ରାଜା ନିଜ ନଅରକୁ ଫେରିଆସି ସେ ନିକଟସ୍ଥ କର୍ମଚାରୀଙ୍କୁ ଆଦେଶ ଦେଲେ ଆମ ମନ୍ତ୍ରୀ ଯେଉଁଠି ବି ଅଛନ୍ତି ତାଙ୍କୁ ଜଲ୍ଦି ଖୋଜି ଶୀଘ୍ର ମୋ ପାଖକୁ ଆଣ। ମନ୍ତ୍ରୀ ଫେରି ନ ଆସିବା ଯାଏ ମୁଁ ଅନ୍ନ ଜଳ ଗ୍ରହଣ କରିବି ନାହିଁ। କର୍ମଚାରୀମାନେ ବହୁତ ଖୋଜି ଖୋଜି ମନ୍ତ୍ରୀଙ୍କୁ ପାଇଲେ ଏବଂ ରାଜାଙ୍କ ନିକଟକୁ ଯିବା ପାଇଁ ତାଙ୍କୁ ଅନୁରୋଧ କଲେ। ମନ୍ତ୍ରୀ କହିଲେ ଏହା ତ ଭଗବାନଙ୍କର ଅଶେଷ କୃପା। ମନ୍ତ୍ରୀ ଆସି ରାଜାଙ୍କ ନିକଟରେ ପହଞ୍ଚିଲେ। ରାଜା ତାକୁ ଆଦର କରି ଆସନ ଦେଲେ, କିନ୍ତୁ ନିଜର ଭୁଲ ପାଇଁ ପଶ୍ଚାତାପ କରି ଜଙ୍ଗଲର ସମସ୍ତ ବୃତ୍ତାନ୍ତ ଶୁଣାଇ କହିଲେ ସେତେବେଳେ ମୁଁ ତୁମ କଥା ବୁଝିପାରି ନଥିଲି। ଭଗବାନଙ୍କର ମୋ ଉପରେ କେତେ ଯେ କୃପା ଥିଲା ତାହା ମୁଁ ଏବେ ବୁଝିପାରିଲି। ଭଗବାନଙ୍କ କୃପାରୁ ଯଦି ମୋର ଆଙ୍ଗୁଳିଟି କଟି ନଥାନ୍ତା ତେବେ ସେଦିନ ମୋର ମୁଣ୍ଡ କଟା ହୋଇଯାଇଥାନ୍ତା। କିନ୍ତୁ ମୁଁ ତୁମକୁ ଯେତେବେଳେ ରାଜ୍ୟରୁ ବାହାର କରିଦେଲି ସେତେବେଳେ ତୁମେ କହିଥିଲ ଯେ ଏହା ଭଗବାନଙ୍କର ଅଶେଷ କୃପା। ତେବେ ସେହି କୃପାଟି କ'ଣ ଯେ ତାହା ମୁଁ ଆଜି ପର୍ଯ୍ୟନ୍ତ ବୁଝିପାରି ନାହିଁ। ମନ୍ତ୍ରୀ କହିଲେ ମହାରାଜ, ଆପଣ ଯେତେବେଳେ ଶିକାର କରିବାକୁ ଯାଇଥିଲେ ସେତେବେଳେ ମୁଁ ମଧ୍ୟ ଆପଣଙ୍କ ସଙ୍ଗରେ ଯାଇଥାନ୍ତି। ଆପଣଙ୍କ ସହିତ ମୁଁ ମଧ୍ୟ ଜଙ୍ଗଲରେ ବହୁତ ଦୂର ପର୍ଯ୍ୟନ୍ତ ପଳାଇଥାନ୍ତି। କାରଣ ମୋ ଘୋଡ଼ା ମଧ୍ୟ ଆପଣଙ୍କ ଘୋଡ଼ାଠାରୁ କୌଣସି ଦୃଷ୍ଟିରୁ କମ୍ ନୁହେଁ। ଡାକୁମାନେ ଆପଣଙ୍କ ସହିତ ମୋତେ ମଧ୍ୟ ଧରି ନେଇଥାନ୍ତେ। ଆପଣଙ୍କ ଆଙ୍ଗୁଳି କଟି ଯାଇଥିବାରୁ ଆପଣ ସିନା ରକ୍ଷା ପାଇଗଲେ,
କିନ୍ତୁ ସେଦିନ ମୋର ମୁଣ୍ଡ ନିଶ୍ଚୟ କଟା ହୋଇଥାନ୍ତା। ଭଗବାନଙ୍କ କୃପାରୁ ମୁଁ ଆପଣଙ୍କ ସଙ୍ଗରେ ନଥିଲି, ରାଜ୍ୟ ବାହାରେ ଥିଲି, ତେଣୁ ମୃତ୍ୟୁରୁ ରକ୍ଷା ପାଇଗଲି। ଏବେ ମୁଁ ପୁଣି ଥରେ ପୂର୍ବ ପରି ନିଜ ସ୍ଥାନରେ ନିଯୁକ୍ତି ପାଇଗଲି। ଏହା ଭଗବାନଙ୍କର ହିଁ ତ ଅଶେଷ କୃପା।